ଫୁଲଦଳିଆଙ୍କର ଏବେ ଆସି ବିତିଗଲା 100 ଦିନ। ନବୀନ ବାବୁଙ୍କର ଜମା ଭଲ ନାହିଁ ମନ। ଫୁଲଦଳିଆ ଆସିଲା ଦିନଠୁ ତାଙ୍କର କେବଳ ଲମ୍ବା ଭାଷଣ। କାମଧନ୍ଦାରେ ଜମାରୁ ନାହିଁ ତ ମନ। ଦରଦାମ ଏଡ଼େ ବଡ଼େ ଘୁ ଘୁ ହୋଇ ଗରିବ ଏବେ କାନ୍ଦୁଛନ୍ତି ପ୍ରତିଦିନ। ଆଳୁ ଦର, ଟମାଟୋ ଦର, ପରିବା ଦର, ତେଲ ଦର ସବୁ ବଢ଼େ ଘୁ ଘୁ ହୋଇ। ଏଠି ମଧ୍ୟବିତ୍ତ ବି କାନ୍ଦୁଅଛି, ତାର ବି ତୁନି ଦିନ। ଫୁଲଦଳିଆଙ୍କର କୌଣସି ବିକାଶ ପ୍ରଗତିରେ ଜମାରୁ ନାହିଁ ତ ମନ। ଏକଥା ମୁଁ କହୁନାହିଁ, ବୁଦ୍ଧିଜୀବୀ ସବୁ କଥା ହେଉଛନ୍ତି ରହି। ଏକଥା ମୁଁ କହୁନାହିଁ, ବୁଦ୍ଧିଜୀବୀ ସବୁ କଥା ହେଉଛନ୍ତି ରହି। ରଙ୍ଗ ବଦଳେଇବାରେ ତାଙ୍କର ମନ। ଚାରିଦୁଆରକୁ ଖୋଲି ଦେଇ ବୋଧେ ସେମାନେ ବସିଗଲେ ହୋଇ ମୌନ। ଚାରିଦୁଆରକୁ ଖୋଲି ଦେଇ ବସିଗଲେ ହୋଇ ମୌନ। ତେଣେ ଭୁବନେଶ୍ୱରରେ ପୁଲିସ ବାଲାଙ୍କ ସହିତ ଯେତେ ସବୁ ଆର୍ମି ବାଲାଙ୍କର ତାଙ୍କର ଲାଗିଛି, ସେଇ ସବୁ ଝଗଡ଼ାକୁ ନେଇ ଏବେ ବିରୋଧୀ ଲାଗି ପଡ଼ିଛନ୍ତି ଭୁବନେଶ୍ୱର ବନ୍ଦ କରିବା ପାଇଁ। ଏଣେ 3 ମାସ ବିତିଗଲାଣି, ରାସ୍ତାଘାଟରେ ତାଙ୍କର ନାହିଁ ତ ଧ୍ୟାନ, ପ୍ରଗତି ବିକାଶରେ ତାଙ୍କର ନାହିଁ ତ ମନ। ସବୁ ରାସ୍ତାଘାଟ ସବୁ ଖାଲଖମା ହୋଇ ପଡ଼ିତ ରହିଛି, ପାଣି ସେଥିରେ ଭରିତ ରହିଛି। ଯିଏ ସେ ବାଟେ ଯିବ, ସିଏ ଯଦି ପଡ଼ିଯିବ, ତା ରାମ ନାମଟା ସତ୍ୟ ହୋଇଯିବ। ସେଥିରେ ତାଙ୍କର କି ଯିବ? ସେଥିରେ ତାଙ୍କର କି ଯିବ? ସେମାନେ ପରା ଓଡ଼ିଆ ଅସ୍ମିତା କହି ଆସିଥିଲେ ଭୋଟ ପାଇକି। ଏବେ ଓଡ଼ିଆ ଅସ୍ମିତା ରାସ୍ତାଘାଟରେ ଦେଖ ତା ଅବସ୍ଥା କେମିତି ବିଗିଡ଼ି ଯାଇଛି। ଆରେ ନବୀନ ବାବୁଙ୍କ ସମୟରେ କେତେବେଳେ 5T, କେତେବେଳେ ନୂଆ ଓ, କେତେବେଳେ ଅନ୍ୟ ନେତା ମନ୍ତ୍ରୀ ସବୁ ଆସୁଥିଲେ। ସେଇ ସମୟରେ ରାସ୍ତାଘାଟ ଗୁଡ଼ାକ ଟିକେ ଯାହା ମରାମତି ହେଉଥିଲା। ଏବେ ରାସ୍ତାଘାଟରେ ମରାମତିରେ ତାଙ୍କର ନାହିଁ ଯା ଧ୍ୟାନ। ଆମ ସହରରେ ଏବେ ବୁଦ୍ଧିଜୀବୀମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି, କାରଣ କାଲି ପରଦିନ କେଉଁ ନେତା ମନ୍ତ୍ରୀ ଆଇବେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଧେ ଗସ୍ତ କରିବେ ଆମ ଏହି ପାରଳା ସହରକୁ। ତେଣୁ ରାସ୍ତାଘାଟ ଗୁଡ଼ା ଯେତେ ଥିଲା ଖାଲଖମା, ସେଥିରେ ପ୍ୟାଚ୍ ୱାର୍କ ହୋଇଅଛି ଯାହା କାମ, ସେଥିରେ ପ୍ୟାଚ୍ ୱାର୍କ ହୋଇଅଛି ଯାହା କାମ। 2-4ଟା ବରଷା ବରଷି ଦେଲେ ସେଥିରେ ପିଚୁ ତ ଠୋପାଏ ନାହିଁ। ଟ୍ରକ୍ କିମ୍ବା ଟ୍ରାକ୍ଟର କିମ୍ବା ଭାରି ଯାନ ଗଲାବେଳେ ଯଦି ପୁଣି ଆଉ ଥରେ ବ୍ରେକ୍ ଘୋଷାଡ଼ି ମାରିବ, ତାହେଲେ ଗୋଟେ ଜାଗାର ଖାଲ ପୁଣି ଦ୍ୱିତୀୟ ଜାଗାରେ ଯଦି ହୋଇଗଲା, ସେଥିରେ ପୁଣି କିଏ ଯଦି ବାଇକ୍ ବାଲା କି ପଥଚାରୀ ପଡ଼ିଗଲା, ତା ଅବସ୍ଥାଟା ବାରଣ୍ଡା ଦିକଡ଼ା ହୋଇଯିବ, ନହେଲେ କିଏ ରାମନାମ ସତ୍ୟ ହୋଇଯିବ। ଆମର ଫୁଲଦଳିଆଙ୍କର ସେଥିପ୍ରତି ନାହିଁ ଧ୍ୟାନ। ଆରେ ସମ୍ପୂର୍ଣ୍ଣ ରୂପରେ ତୁମେ କାହିଁକି କରୁନ କାମ? ନାଇଁ, ତୁମେ ସମ୍ପୂର୍ଣ୍ଣ ରୂପରେ କାହିଁକି କରୁନ କାମ? ଏମିତି ଯଦି ହୁଏ ତାହେଲେ କାମ, ଏମିତି ଯଦି ହୁଏ ତାହେଲେ କାମ। ଏ ଖଇଚା କାମକୁ କରି ତୁମେ ଏତେ ଖର୍ଚ୍ଚ କରିବ, ଆମ ଉପରେ ପୁଣି ସେ ଟ୍ୟାକ୍ସ ଲଦିବ। ଏକଥା ବୁଦ୍ଧିଜୀବୀ ସବୁ କଥା ହେଉଛନ୍ତି। ଆଙ୍କର ସବୁ ଅଧା ଅଧୁରା କାମ। ନାଇଁ, ଆଙ୍କର ସବୁ ଅଧା ଅଧୁରା କାମ। ଆରେ ସମ୍ପୂର୍ଣ୍ଣ କାମରେ ନାହିଁ ଆଙ୍କର ଜମାରୁ ମନ। ସମ୍ପୂର୍ଣ୍ଣ କାମରେ ଆଙ୍କର ନାହିଁ ତ ଜମାରୁ ମନ। ଆଗେ ଦେଖୁନ, ଗୋଟେ ପରକାର କହିଥିଲେ ତାଙ୍କର କେନ୍ଦ୍ରରେ ବଡ଼ ଭାଇ ଯେ 15 ଲକ୍ଷ ଦେବା ପାଇଁ, ସେ କଥାକୁ ସିଏ ଭୁଲିଗଲେ। ସେମିତି ଆସିଲା ବେଳକୁ କହିଲେ 50,000 ଏକାଥରେ ଦେବେ, ତାକୁ 5 ବର୍ଷରେ ଭାଗ ବାଣ୍ଟି ଦେଲେ। ଆରେ କାହାକୁ କହିବା କିସ? ଆରେ କାହାକୁ କହିବା କିସ? ଏ ଫୁଲଦଳିଆଙ୍କର ସବୁବେଳେ ଏମିତି ମିଛ କହିବାରେ ମନ, ଏମିତି ମିଛ କହିବାରେ ମନ। ବିକାଶ ପ୍ରଗତିରେ ତାଙ୍କର ଟିକିଏରେ ନାହିଁ ଧ୍ୟାନ, ତାଙ୍କର ଟିକିଏରେ ନାହିଁ ଧ୍ୟାନ। ଯାହା ଖାଲି ସେମାନେ ରାମ ମନ୍ଦିର ଖୋଲି ଦେଇଛନ୍ତି, ଆମେ କରୁଥିବା ସେଇ ରାମନାମ ସଂକୀର୍ତ୍ତନ, ଆମେ କରୁଥିବା ସେଇ ରାମନାମ ସଂକୀର୍ତ୍ତନ। ଜୟ ଜଗନ୍ନାଥ।